କାଳିଆର ଦୟା ନହେଲେ ତ କେହି ଆସିପାରନ୍ତିନି। ତା ଡୋରି ନ ଲାଗିଲେ ଶ୍ରୀକ୍ଷେତ୍ର ଆସିବା ମଧ୍ୟ ଅସମ୍ଭବ। ଆପଣ ଆଜି ପ୍ରଥମ ଥର ଆସିଛନ୍ତି ନା? ଆଗରୁ ଆସିଥିଲି, ଏବେ ବି ମନ ବୁଝୁନାହିଁ ଯେ କାଳିଆକୁ ଦେଖିନି। ଏ କାଳିଆ ତ ଜିନିଷ ସେଇଆ, ମନ ବୁଝାର ତା ସହିତ ଦର୍ଶନ କରି ସେତେବେଳେ ବାରମ୍ବାର ଆପଣଙ୍କୁ ଭିଡ଼ିବ, ସେଇଭଳି ଆସି କରିବ ଆପଣ ଭିଡ଼ି ଆସିବେ। ମହାପ୍ରଭୁ ମୋତେ ଦର୍ଶନ ଟିକେ ଦିଅନ୍ତୁ, ମୋର ଆଉ କିଛି ଦରକାର ନାହିଁ ବାପୁ, ମୁଁ ସେଇ କାଳିଆକୁ ଟିକେ ଦର୍ଶନ କରିବି। ଏଇ ପରିଣତି ବୟସରେ ମଧ୍ୟ କାଳିଆ ମାୟାର ଆପଣ ବାୟା ହେଇଯାଇଛନ୍ତି। ଆଉ କି କରିବି ବାପୁ, କାଳିଆକୁ ଦେଖ ଟଙ୍କା କରୁଛି, ଆଉ କିଛି କରିବି। କାଳିଆକୁ କଣ ମାଗୁଛନ୍ତି ଆଉ? କିଛି ମାଗୁନି ବାପୁ, ମୁଁ ତାକୁ କିଛି ମାଗୁନି, କାଲି ତା ଦର୍ଶନ ମାଗୁଛି, ଆଉ କିଛି ମୁଁ ମାଗୁନି। ହଁ ମୋର ଖୁସି, ଏଇ ଭକ୍ତ ମୁଣ୍ଡାକୁ ଦେଖିକି ମୋର ବହୁତ ଖୁସି। ମା ମୁଁ ଦେଖୁଥିଲି ଆପଣଙ୍କୁ, ଆପଣ ହରେ ରାମ ହରେ କୃଷ୍ଣର ତାଳେ ତାଳେ ନାଚୁଥିଲେ, କାଳିଆ ପ୍ରେମରେ ନାଚୁଥିଲେ। ଏ ବୟସରେ ମଧ୍ୟ ବଡ଼ଦାଣ୍ଡରେ ନାଚୁଛନ୍ତି, କାହିଁକି ନାଚୁଥିଲେ? କାଳିଆ ମତେ ଡାକି ଆଣିଛି, ଆଉ କଣ କରିବୁ, ଡାକି ଆଣିଛି କାଳିଆ ପାରାଦୀପରୁ। ଏତେ ଜୋରରେ ନାଚୁଥିଲେ, କଷ୍ଟ ହଉନଥିଲା? କଷ୍ଟ ଲାଗୁନି କିଛି, କିଛି ଲାଗୁନି, କାଳିଆ ସବୁ ଉଠେଇ ନେଉଛି ଆମକୁ ଟେକିବ। ପ୍ରେମରେ ବାୟା ହେଇଯାଇଛୁ ଆମେ। ଏଇ ବୟସରେ କ୍ୟାମେରା କଣ ନେଇ କୁହନ୍ତୁ, ଏଇ ବୟସରେ ଆପଣ ଜଗା ପ୍ରେମରେ ପଡ଼ିବାର ଜଗା ପ୍ରେମରେ ପଡ଼ିବାର ଥିଲା, ଜଗା ଡାକି ଆଣିଛି କାଲିଠାରୁ ଆମକୁ। ସେ କାଳିଆ ପାଖରେ କଣ ଅଛି ତା ପ୍ରେମରେ ପଡ଼ିଛନ୍ତି?